ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଉଅଛି। ଏତଦ୍ୱାରା ହୀରାକୁଦ ବନ୍ଧର ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି କି ଆସନ୍ତା 6/7/2024 ରବିବାର ପୂର୍ବାହ୍ନ 10 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତାର ଶାଖା ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀ ବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ଆସନ୍ତା 6 ତାରିଖ ରବିବାର ସକାଳ 10ଟା ସମୟରେ ହୀରାକୁଦ ଡ୍ୟାମ୍ରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ସେଇଥିପାଇଁ ଏବେ ମାଇକିଂ ଆରମ୍ଭ ହୋଇଛି। ପ୍ରତିବର୍ଷ 2 ଦିନ ପୂର୍ବରୁ ଏ ପ୍ରଚାର ଗାଡ଼ି ବାହାରିଥାଏ। ବୁର୍ଲା, ସମ୍ବଲପୁର, ହୀରାକୁଦ ସମେତ ତଳି ଅଞ୍ଚଳରେ ପ୍ରଚାର କରିଥାଏ। ସେହି ସମୟରେ କୌଣସି ଲୋକ ନଦୀ ମଧ୍ୟକୁ ନ ଯିବା ପାଇଁ। ତେଣୁ ସେହି କ୍ରମରେ ଆଜି ସକାଳୁ ଏହି ପ୍ରଚାର ଗାଡ଼ି ବାହାରିଛି। ବୁର୍ଲା, ହୀରାକୁଦ ଦେଇ ବର୍ତ୍ତମାନ ସମ୍ବଲପୁରରେ ପହଞ୍ଚିଛି। ମହାନଦୀ କୂଳେ କୂଳେ ପ୍ରଚାର କରୁଛି। ସିଧାସଳଖ ଆପଣ ଶୁଣିପାରୁଥିବେ ପ୍ରଚାର ନେଇଯିବା ଏବଂ ବର୍ତ୍ତମାନ ପ୍ରଚାର ଚାଲିଛି। ବନ୍ୟା ଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତାର ଶାଖା ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ଏଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। କେତେବେଳେ ବାହାରିଛନ୍ତି ଆପଣମାନେ ପ୍ରଚାରରେ? ଆମେ ସକାଳ 8ଟାରୁ ଆମର ବାମ ସ୍ପିଲୱେଠୁ ଆରମ୍ଭ କରି ଆମର ଯେଉଁ ହୀରାକୁଦ ବନ୍ଧର ତଳମୁଣ୍ଡରେ ଯେଉଁ ତଟବର୍ତ୍ତୀ ଅଞ୍ଚଳ ଅଛି, ଯେଉଁଟାକି ଲୋକମାନେ ନଦୀ ପଠା ମଧ୍ୟରେ ବସବାସ କରୁଛନ୍ତି, ତାଙ୍କୁ ଆମର ଡାକବାଜି ସାହାଯ୍ୟରେ ଯନ୍ତ୍ର ସାହାଯ୍ୟରେ ଆମେ ସୂଚାଇ ଦେବାକୁ ଚାହୁଁଛୁ ଯେ ଆମର ହୀରାକୁଦ ବନ୍ଧର ଉପର ମୁଣ୍ଡରେ ବର୍ଷା ଜାରି ରହିଛି, ଯାହାଫଳରେ କି ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଉଛି। ହୀରାକୁଦ ବନ୍ଧର ସୁରକ୍ଷା ଦୃଷ୍ଟିକୁ ଆଖିରେ ରଖି ଆମର ହୀରାକୁଦ ବନ୍ଧର ଉଚ୍ଚ କର୍ତ୍ତୃପକ୍ଷ ମୁଖ୍ୟ ଯନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ରବିବାର 6 ତାରିଖ ପୂର୍ବାହ୍ନ 10 ଘଣ୍ଟା ସମୟରେ ଆମର ବାମ ସ୍ପିଲୱେ ଠାରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଏଇଟା କ'ଣ ପାଇଁ କରାଯାଉଛି ଏବଂ କେଉଁ କେଉଁ ଅଞ୍ଚଳକୁ ଆପଣମାନେ ଯିବେ? ଆମର ଯେଉଁ ସମ୍ବଲପୁର ଜିଲ୍ଲା ଅଛି, ଆମର ତାର ଯେଉଁ ନଦୀ ପ୍ରବାହିତ ହେଉଛି ତଳପଟକୁ, ତାର ତଟବର୍ତ୍ତୀ ଅଞ୍ଚଳରେ ଆମେ ଡାକବାଜି ସାହାଯ୍ୟରେ ଆମେ ଲୋକମାନଙ୍କୁ ସୂଚନା ଦେଇଦେଉଛୁ। ଆମେ ସକାଳୁ ଆମର ବାମ ସ୍ପିଲୱେରୁ ବାହାରିକି ଆମେ କେଉଟପଡ଼ା, ଗୋଜାତଳ, ବୃନ୍ଦାବତୀପଡ଼ା, ନେମ୍ପାଲି, ଦୁର୍ଗାପାଲି ଆଉ ଏବଂ ଆମର ଦୁର୍ଗାପାଲି ବାଟେ ହେଇକିରି ଆମର ରିଙ୍ଗ ରୋଡ଼ ହେଇ ଆମେ ଏବେ ବର୍ତ୍ତମାନ ଆସନ୍ତାକାଲି ମଧ୍ୟ ଆମେ ପ୍ରଚାର କରିବୁ। ଏଠୁ କଚେରୀ ଛକରୁ ଆମେ ଆଗକୁ ଯିବୁ ମାନେଶ୍ୱର ଦେଇକିରି ଧମା ପର୍ଯ୍ୟନ୍ତ ଆମେ ସୂଚନା ଦେବା ଲାଗି ଯିବୁ। ଏବେ ଆପଣ କେତେ ବର୍ଷ ହେଲା ପ୍ରଚାର କରୁଛନ୍ତି? ମୋର ଏଇଟା ଦୀର୍ଘ 15 ବର୍ଷ ହେଲାଣି ମୁଁ ଅଭିଜ୍ଞତା ଅଛି। ବର୍ତ୍ତମାନ ପ୍ରଚାର କରୁଛନ୍ତି ପ୍ରଚାର ଗାଡ଼ି ହୀରାକୁଦରୁ ବାହାରିକି ଆଗକୁ ଆଗକୁ ବଢୁଛି। ହୀରାକୁଦ ବନ୍ଧରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ସମ୍ବନ୍ଧେ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ବନ୍ଧର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଉଅଛି। ଏତଦ୍ୱାରା ହୀରାକୁଦ ବନ୍ଧର ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି କି ଆସନ୍ତା 6/7/2025 ରବିବାର ସକାଳ 10 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତାର ଶାଖା ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ଏଣୁ ଉକ୍ତ ସମୟ ମଧ୍ୟରେ କୌଣସି ବ୍ୟକ୍ତି ନଦୀଶଯ୍ୟା ମଧ୍ୟକୁ ଯାଆନ୍ତୁ ନାହିଁ କିମ୍ବା ଆପଣଙ୍କର ଗୃହପାଳିତ ପଶୁମାନଙ୍କୁ ମଧ୍ୟ ନଦୀଶଯ୍ୟା ଭିତରକୁ ଛାଡ଼ନ୍ତୁ ନାହିଁ। ଉକ୍ତ ସମୟ ମଧ୍ୟରେ କୌଣସି ଦୁର୍ଘଟଣା ଘଟିଲେ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। धन्यवाद। आप शुणुले प्रचार गाड़ी बाहरी डैम कर्तृपक्ष से प्राक प्रस्तुति आरंभ कर सारी एसओपी अनुसार
जल निष्कासनर 2 दिन पूर्व डाकबाजी जंत्र जरिया प्रचार आरंभ होता है। से क्रम आज सका ये प्रचार गाड़ी बाहरी हीराकुद बुर्ला कभर करके बर्तमान संबलपुर पहुंची यापर आग को जीव और आसंता काली अनुरूप भाव प्रचार कर। कैमरा पर्सन रंजन संजय कुमार जेना, ओटीवी।